ହୀରାବତୀରୁ ମୋର ଗୋଟିଏ କବିତା। ସଜାଡ଼ି ହୁଏ। ସନ୍ଧ୍ୟା ଧୂପର ବାସ୍ନାରେ ଗୋଳେଇ ହେଇ ସାରିଛି ପ୍ରତିବଦ୍ଧତା। ସନ୍ଧ୍ୟା ଧୂପର ବାସ୍ନାରେ ଗୋଳେଇ ହେଇ ସାରିଛି ପ୍ରତିବଦ୍ଧତା। ଏଣିକି ଖେଳେଇ ହେବ ସେ ଉଚ୍ଚରେ ଉଷ ହୋଇ। ସମୟକୁ ସମୟ ମାଗିଲେ ହୁଏନି, ସମୟକୁ ସମୟ ମାଗିଲେ ହୁଏନି, ଟାଣି ବାହାର କରିବାକୁ ହୁଏ। ନିଜ ପାଇଁ ଗୋଟିଏ ଭିନ୍ନ ପୃଥିବୀ ତିଆରି କରିବାକୁ ହେଲେ ନିଜକୁ ବି ମାଟି, ପାଣି, ପବନ, ଆକାଶ ପରି ହେବାର ଅଛି। କେଉଁ ଆକାଶରୁ ଚାନ୍ଦ ଖସି ପଡ଼ିଛି କି କେବେ ସେମିତି କାହାର ହାତରେ? ଯଦି ଚାନ୍ଦିନୀକୁ ବଳି ହେଇ ବିନିଦ୍ର ରଜନୀ କେତେ ନ କଟେଇଛ ଯେବେ ନିରୋଳାରେ, ରଜନୀଗନ୍ଧାଠୁ ନ ମାଗିଛ ବିଭୋର ହେବାର ବାସ୍ନା? ତାରାଫୁଲ ସବୁକୁ ଖଞ୍ଜି ହେବାର ସ୍ୱପ୍ନ ଯଦି ଅଛି, ପାହାନ୍ତି ଏକଲା ତାରାକୁ ପଚାର, ପାହାନ୍ତି ଏକଲା ତାରାକୁ ପଚାର। ସଭ୍ୟ ସାଥୀ ଛାଡ଼ି ଦେଲା ପରେ ବି ରାତ୍ରିରେ ଆକାଶ ସହ ନିବିଡ଼େଇ ରହେ ସେ କାହିଁକି ଶେଷ ସମୟ ଯାଏ? ଫର୍ଚ୍ଚା ଆକାଶରେ ମିଟ୍ ମିଟ୍ ଜଳୁଥିବା ସବୁ ତାରା ତାର ସାଥୀ କାହିଁ ନୁହଁ? ବର୍ଷା ରାତିରେ ଓଦା ହେଇଥିବା ପକ୍ଷୀ ସକାଳୁଆ ନୂଆ ଖରାରେ ପୁଣି ତ ସଜାଡ଼ି ତାର ବେକ। ଅନନ୍ତ ଆକାଶକୁ ଉଡ଼ି ଅପ୍ରାପ୍ତକୁ ପ୍ରାପ୍ତ କରିବାର କଳା କେବେ କିଏ ତାଠୁ ଶିଖିଛ କି?